ଖମିନିଙ୍କ ମୃତ୍ୟୁ ଏବଂ ଇରାନରେ ତବାହି ପରେ ଭାରତରେ କାଶ୍ମୀରରେ କିଛି ଲୋକ ତାଙ୍କର ଯେତିକ ଧନ ସମ୍ପତ୍ତି ଥିଲା ତାକୁ ଦାନ କରୁଛନ୍ତି ଇରାନକୁ ରିଭାଇଭ କରିବା ପାଇଁ। ଇଭେନ ସେ ଭିଡିଓରେ ଦେଖାଯାଇଛି କିଛି ଝିଅ ତାଙ୍କ ବାହାଘର ପାଇଁ ରଖାଯାଇଥିବା ଗହଣା ମଧ୍ୟ ଦାନ କରୁଛନ୍ତି। ଆଉ ଇଭେନ ଛୋଟ ଛୋଟ ପିଲାମାନେ ମଧ୍ୟ, ଛୋଟ ଛୋଟ ଝିଅମାନେ ମଧ୍ୟ ଏବଂ ପିଲାମାନେ ମଧ୍ୟ ତାଙ୍କର ଯୋଉ ସେଭିଂ ପିଗି ବ୍ୟାଙ୍କରେ ଯୋଉ ପଇସା ରଖିଛି ସେ ତାକୁ ମଧ୍ୟ ଆଣି ଦାନ କରୁଛନ୍ତି। ଆଉ ସେମାନେ କହୁଛନ୍ତି ଯେ ଇରାନ ସହିତ ଆମର ଶହ ଶହ ବର୍ଷ ଧରିର ସମ୍ପର୍କ, ଆମ ଐତିହ୍ୟ ତାଙ୍କ ସହିତ ମେଳ ଖାଉଛି ଏବଂ ସେଇଥିପାଇଁ ଆମେ ମାନବିକତା ଦୃଷ୍ଟିରୁ ତାଙ୍କୁ ଦାନ କରିବାକୁ ଚାହୁଁଛୁ। କିନ୍ତୁ ଏଇଠି ଗୋଟେ ବଡ ପ୍ରଶ୍ନ ଆସୁଛି, ଭାରତରେ ଯେତେବେଳେ ବନ୍ୟା, ବାତ୍ୟା ତଥା ଅନ୍ୟାନ୍ୟ ଦୁର୍ବିପାକ ଆସୁଛି ସେତେବେଳେ ତ କାହିଁ କେବେ କେହି କାଶ୍ମୀରବାସୀ ଦାନ କରିବା ଆମେ ଦେଖିନୁ। କାଶ୍ମୀରବାସୀ କଣ ସେମାନଙ୍କୁ ନିଜକୁ ଭାରତର ଅଙ୍ଗ ଭାବୁନାହାନ୍ତି? ଯଦି କାଲି କୌଣସି ବଶତଃ ଇରାନ ଏବଂ ଭାରତ ମଧ୍ୟରେ ଯୁଦ୍ଧ ହୁଏ ତାହେଲେ ସେମାନେ କାହା ସପକ୍ଷରେ ରହିବେ? ଦର୍ଶକ ବନ୍ଧୁ, ଆପଣମାନଙ୍କ ମତାମତ ନିଶ୍ଚୟ ଜଣାଇବେ।